ଏକଲା ଲଢ଼ିଲେ ବିରାଟ କୋହଲି, କିନ୍ତୁ ସାଥୀ ଖେଳାଳିଙ୍କର ମିଳିଲା ନାହିଁ ସାଥ। ସମସ୍ତେ ଦେଇଦେଲେ ଧୋକା। ଏକଲା କରିଲେ 76 ରନ୍ ମୋଟ 82 ବଲ୍ରେ। ଟେଷ୍ଟକୁ ୱାନ୍-ଡେ ଭଳି ଖେଳୁଥିଲେ ବିରାଟ କୋହଲି। ଯଦି କାହାର ସାଥ ମିଳିଥାନ୍ତା ତାହେଲେ ବିରାଟ କୋହଲି ଟି-20 ଷ୍ଟାଇଲରେ ଖେଳିଥାନ୍ତେ। ଦର୍ଶକ ବନ୍ଧୁମାନେ, ଭାରତର ଲଜ୍ଜାଜନକ ପରାଜୟ ହୋଇଛି ପ୍ରଥମ ଟେଷ୍ଟରେ। କେବଳ ବିରାଟ କୋହଲିଙ୍କୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଭାରତୀୟ ଦଳ ସେକେଣ୍ଡ ଇନିଂସରେ 47 ରନ୍ ବି ପାର କରିପାରିଲେ ନାହିଁ। ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଗୋଟେ ଇନିଂସ 32 ରନ୍ରେ ହାରିଛି। ସାଉଥ୍ ଆଫ୍ରିକାକୁ ସେକେଣ୍ଡ ଇନିଂସରେ ବ୍ୟାଟିଂ କରିବାକୁ ପଡ଼ିଲା ନାହିଁ। ସାଉଥ୍ ଆଫ୍ରିକା ପ୍ରଥମ ଇନିଂସରେ 408 ରନ୍ କରିଲା, ତ ଭାରତ 245ରେ ଅଲ୍ ଆଉଟ୍ ହୋଇଥିଲା। ସାଉଥ୍ ଆଫ୍ରିକା 163 ରନ୍ ଆଗୁଆ ହୋଇଯାଇଥିଲା ଭାରତଠାରୁ। ଭାରତର ପ୍ରଥମରୁ 13 ରନ୍ରେ 2ଟା ୱିକେଟ୍ ଗଳିଗଲା ସେକେଣ୍ଡ ଇନିଂସରେ। ଅଧିନାୟକ ରୋହିତ ଶର୍ମା ବିନା ଖାତା ଖୋଲି ଆଉଟ୍। ଚା ବିରତି ଯାଏଁ 62 ରନ୍ରେ 3ଟା ୱିକେଟ୍ ପଡ଼ିଥିଲା ଭାରତର। ତାପରେ 101 ରନ୍ ହଉ ହଉ 6ଟା ୱିକେଟ୍। ବିରାଟ କୋହଲି 61 ବଲ୍ରେ 53 ରନ୍ କରି ଭଲ ଖେଳୁଥିଲେ, କିନ୍ତୁ ନିରାଶ ହେବାକୁ ପଡ଼ିଲା ତାଙ୍କୁ। କାରଣ ଅନ୍ୟ ବ୍ୟାଟ୍ସମ୍ୟାନ୍ ଯେତେ ବି ଆସୁଥିଲେ ସବୁ ଜଲ୍ଦି ଜଲ୍ଦି ଆଉଟ୍ ହୋଇ ପାଭିଲିୟନ୍ ଯାଉଥିଲେ। ସାଉଥ୍ ଆଫ୍ରିକାର ନାନ୍ଦ୍ରେ ବର୍ଗର ହିଟ୍ ଦ ଡେକର ବାଉନ୍ସର ବଲ୍ ଫିଙ୍ଗି 4ଟା ୱିକେଟ୍ ନେଇଗଲେ। ମାର୍କୋ ଜାନସନ୍ 3ଟା ୱିକେଟ୍। ଦେଖୁ ଦେଖୁ ବାକି ଲୋୟର ଅର୍ଡର ଭାରତର ସବୁ ଟଳି ପଡ଼ିଲେ। ଶେଷ ୱିକେଟ୍ ରୂପରେ ବିରାଟ କୋହଲି ଆଉଟ୍ ହେଲେ, ନିରାଶ ହୋଇ ଫେରିଲେ। ଦର୍ଶକ ବନ୍ଧୁମାନେ, ଭାରତର ସେକେଣ୍ଡ ଇନିଂସ 131ରେ ଅଲ୍ ଆଉଟ୍। ଭାରତ ପ୍ରଥମ ଟେଷ୍ଟ ହାରିଗଲା ଆଉ ନିଜର ସ୍ୱପ୍ନ ଭାଙ୍ଗିଲା। ଭାରତର ପ୍ରଥମ ଟେଷ୍ଟ ସିରିଜ୍ ଜିତିବା ସ୍ୱପ୍ନ ହିଁ ରହିଗଲା। ଦର୍ଶକ ବନ୍ଧୁମାନେ, 1992 ମସିହାରୁ ଆଜି ପର୍ଯ୍ୟନ୍ତ ଭାରତ ଗୋଟେ ବି ଟେଷ୍ଟ ସିରିଜ୍ ଜିତି ନାହିଁ ସାଉଥ୍ ଆଫ୍ରିକାରେ। ଅନ୍ତିମ ମ୍ୟାଚ୍ ବାକି ଅଛି। ଶେଷ ମ୍ୟାଚ୍ ଯଦି ଭାରତ ଜିତେ ତାହେଲେ ମାନ ସମ୍ମାନ ରହିବ, ନହେଲେ ନିରାଶ ହୋଇ ଭାରତକୁ ଫେରିବାକୁ ପଡ଼ିବ ସାଉଥ୍ ଆଫ୍ରିକା ମାଟିରୁ। ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଆଉ ଶ୍ରୀଶାନ୍ତ ପ୍ରତିକ୍ରିୟା ରଖି କହିଲେ ଯେ ହାରିଯାଉ ମନା ନାହିଁ, କିନ୍ତୁ ଜୋସ୍ର ସହିତ ଖେଳ। ଜିତିବାର ଇଚ୍ଛା ନାହିଁ ହେଲେ କାହିଁ ଖେଳୁଛ? ଥକିଲା ଭଳି ଦେଖାଯାଉଛ ଯେତେବେଳେ ପ୍ଲେୟାର୍ସମାନେ ଖେଳୁଛନ୍ତି ଭାରତର। ଦର୍ଶକ ବନ୍ଧୁମାନେ, ଆପଣମାନେ ମଧ୍ୟ ନିଜ ମନ୍ତବ୍ୟ କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।